जय श्रीराम नमस्कार दर्शक बंधु बीरेन उपचार केन्द्र को आपण मानकु स्वागत जनाऊँगी। बंधुगण आम आखपाखरे समस्त प्रकार रोगर उपचार रही अछि किंतु आमे माने जानी पारु नाहंती। परिवा द्वारा मध्य बहुत रोग भल होई पारिबो। आज आमे एमिति परिवा एक जानिबा जहा बहुत बड़ बड़ रोग को मध्य भल करी पारे। ସେହି ପରିବାର ନାମ ହେଉଛି ଟମାଟୋ, ଯାହା ଆମ ସମସ୍ତଙ୍କ ସହିତ ପରିଚିତ। ଅନେକ ରୋଗକୁ ଭଲ କରିପାରିବ, କିନ୍ତୁ କେମିତି ବ୍ୟବହାର କରିବେ ଏବଂ କେମିତି ଏହାକୁ ଖାଇବେ। ଆୟୁର୍ବେଦିକ ଉପଚାର ସମସ୍ତେ ଜାଣିବା ଉଚିତ। ଏହା ଆମ ଶରୀର ପାଇଁ ରକ୍ତ ପରିଷ୍କାର କରିବାରେ ବହୁତ ଉପକାର କରିଥାଏ। ଏବେ ଜାଣିବା ଗଛର ପରିଚୟ। ଗଛଟି ଅତି ବେଶୀରେ 5 ଫୁଟ ହୋଇଥାଏ। ଶାଗୁଆ ବା ଘଞ୍ଚ ଡାଳର ପତ୍ର ହୋଇଥାଏ। ଫଳ ଗୁଡ଼ିକ ଶାଗୁଆ ହୋଇଥାଏ, କିନ୍ତୁ ପାଚିଗଲେ ଲାଲ ହୋଇଥାଏ। ଆଗ କାଳରେ ଲୋକମାନେ ଶୀତ ଋତୁରେ ଏହାକୁ ଚାଷ କରିଥାନ୍ତି, କିନ୍ତୁ ଏବେ ପ୍ରାୟ ସବୁ ଋତୁରେ ଟମାଟୋ ଚାଷ ହେଉଅଛି। ଟମାଟୋ ତରକାରୀ, ପୋଡ଼ା, ଭଜା, ସାଲାଡ ଏବଂ ବହୁତ ଲୋକ ଏହାକୁ କଞ୍ଚା ମଧ୍ୟ ଖାଉଛନ୍ତି। ଏବେ ଜାଣିବା ଟମାଟୋ ଗଛର ଔଷଧୀୟ ଗୁଣ ବିଷୟରେ। ମନେ ରଖନ୍ତୁ, ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଜମାରୁ ଭିଡ଼ିଓକୁ ମଝିରେ ସ୍କିପ୍ କରନ୍ତୁ ନାହିଁ। ଏହାକୁ ଖାଇବା ଦ୍ୱାରା ରୋଗ ସୃଷ୍ଟିକାରୀ ଉତ୍ପାଦନ ଗୁଡ଼ିକ ଶରୀରରୁ ନିଷ୍କାସନ କରିଥାଏ। ଏହା ବୃକକ୍, ବିଭିନ୍ନ ବିଷାକ୍ତ ପଦାର୍ଥ ପରିଷ୍କାର କରିବାରେ ସାହାଯ୍ୟ କରିଥାଏ। ଅମ୍ଳ ଦୋଷ। ଏହା ଆମ ଶରୀରର କ୍ଷାରୀୟ ପଦାର୍ଥ ତିଆରି କରେ। ଏହି ପରିମାଣ ଆମ ଶରୀର ରକ୍ତରେ କ୍ଷାରୀୟ ଗୁଣ୍ଡ ଗୁଡ଼ିକ ଛାଡ଼ି ଦେଇଥାଏ। ପରିସ୍ରାରେ ଅମ୍ଳ କ୍ଷାରର ସମନ୍ୱୟ ରକ୍ଷା କରିଥାଏ ଏବଂ ପରିସ୍ରାରେ ଫସ୍ଫେଟ୍, ୟୁରିଆ ଏବଂ ଆମୋନିଆ ଅପସାରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ମଧୁମେହ ବା ବହୁମୂତ୍ର ରୋଗ। ଏଥିରେ କମ୍ ଶର୍କରା ଗୁଣ ରହିଅଛି। ଯେଉଁମାନଙ୍କର ମଧୁମେହ ରୋଗ ଅଛି ସେମାନେ ଟମାଟୋ ଖାଇବା ନିହାତି ଦରକାର, କାରଣ ଟମାଟୋ ଖାଇବା ଦ୍ୱାରା ଶରୀରର ଓଜନ କମାଇଥାଏ ଏବଂ ପରିସ୍ରା ଶର୍କରା ଅନୁପାତକୁ ସ୍ଥିର ରଖିବାରେ ସାହାଯ୍ୟ ମଧ୍ୟ କରିଥାଏ ଏବଂ ମଧୁମେହକୁ ନିୟନ୍ତ୍ରଣ ରଖିବାରେ ବହୁତ ଉପକାର କରିଥାଏ। ଆଖି ଅସ୍ମିତାର ରକ୍ଷା। ଟମାଟୋରେ ବହୁ ପରିମାଣ ଜୀବସାର କ ଥିବାରୁ ଅନ୍ଧାର କଣା, ସମୀପ ଦୃଷ୍ଟି ଦୋଷ ଦୂରୀକରଣ କରିବାରେ ସାହାଯ୍ୟ କରିଥାଏ। ଟମାଟୋ ପତ୍ର ଆଖିର ଦୁର୍ବଳତାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଆଜିକାଲି ଟମାଟୋ ପତ୍ରରେ ଏକ ପ୍ରକାର ଟନିକ୍ ମଧ୍ୟ ପ୍ରସ୍ତୁତ କରାଯାଉଅଛି, ଯେଉଁ ଟନିକ୍ ବ୍ୟବହାରରେ ଆଖିର ସମସ୍ତ ପ୍ରକାର ସ୍ନାୟୁ ଦୁର୍ବଳତାକୁ ମଧ୍ୟ ଭଲ କରିପାରୁଅଛି। ପରିସ୍ରାରେ ଗୋଳମାଳ। ପ୍ରତିଦିନ ସକାଳେ ଗୋଟିଏ ଟମାଟୋ ଖାଲି ପେଟରେ ଖାଇଲେ ପରିସ୍ରାରେ ଅମ୍ଳ ଏବଂ ଜୀବସାର କ ଏବଂ ଗ ବର୍ଦ୍ଧିତ କରିବାରେ ସାହାଯ୍ୟ କରିଥାଏ। ସେଥିପାଇଁ ଅତ୍ୟଧିକ ଖାଇବା ଉଚିତ ନୁହେଁ। ପରିସ୍ରାରୁ ଅମ୍ଳ ଦୋଷ କମାଇ ଦେଇଥାଏ, ତେଣୁ ପ୍ରଚୁର ଟମାଟୋ ମଧ୍ୟ ଖାଇବା ଉଚିତ ନୁହେଁ। ମେଦ ବୃଦ୍ଧି। ପ୍ରତିଦିନ ସକାଳୁ 2ରୁ ବା 3ଟି କରି ପାଚିଲା ଟମାଟୋ ଖାଲି ପେଟରେ 2 ମାସ ଖାଇଲେ ଶରୀରର ଓଜନ ମଧ୍ୟ କମ୍ କରିଦେଇଥାଏ। କ୍ଷୁଦ୍ରାନ୍ତ ଏବଂ ଯକୃତ ଗୋଳମାଳ। ସକାଳୁ 1 ଗ୍ଲାସ ଟମାଟୋ ରସ ସହିତ ସାମାନ୍ୟ ଲୁଣ ଏବଂ ଗୋଲମରିଚ ମିଶାଇ ଖାଇଲେ କାମଳ, ଯକୃତ କ୍ଷୟ, ଅଜିର୍ଣ୍ଣ ଏବଂ ଝାଡ଼ା ସଫା କରିବାରେ ସାହାଯ୍ୟ କରିଥାଏ। ଡାଇରିଆ। ଡାଇରିଆ ରୋଗରେ ଅଜିର୍ଣ୍ଣ ଯୋଗୁଁ ହୋଇଥିଲେ ଏବଂ ଛାତିରେ ଯନ୍ତ୍ରଣା ହେଉଥିଲେ ଟମାଟୋ ରସ ସେବନ କଲେ ଉପଶମ ମିଳିଥାଏ। ଶ୍ୱାସ ଦୋଷ। ଟମାଟୋ ରସ ସହିତ ମହୁ ଏବଂ ଅଳେଇଚ ଗୁଣ୍ଡ ଓ ସାମାନ୍ୟ ରସୁଣ ମିଶାଇ ପ୍ରତିଦିନ ଖାଇବା ପୂର୍ବରୁ ଖାଇଲେ ଯକ୍ଷ୍ମା ଏବଂ ଫୁସଫୁସରେ ଅନ୍ୟାନ୍ୟ ଗୋଳମାଳ ହେଉଥିଲେ ଭଲ ହୋଇଯାଇଥାଏ। ଯକ୍ଷ୍ମା ରୋଗରେ
ପ୍ରତିଷେଧକ ଭାବେ ଏହା ମଧ୍ୟ କାମ କରିଥାଏ। ଆଣ୍ଠୁଗଣ୍ଠି ବାତ। ଆଣ୍ଠୁଗଣ୍ଠି ବାତ ବା ଖଞ୍ଜାରେ ଯନ୍ତ୍ରଣା ହେଉଥିଲେ ଟମାଟୋ ଗଛର ପତ୍ରକୁ ଖସା ତେଲରେ ଗରମ କରନ୍ତୁ। ସେଇ ଜଳୀୟ ଅଂଶ ଉଡ଼ିଗଲା ପରେ ରସୁଣ ପକାଇ ଗରମ ପାଣିରେ ଯନ୍ତ୍ରଣା ସ୍ଥାନକୁ ଧୋଇ ଉକ୍ତ ତେଲକୁ ଗରମ ଗରମ ମାଲିସ କଲେ ସମସ୍ତ ପ୍ରକାର କ୍ଷତ ଯନ୍ତ୍ରଣା ଉପଶମ ମଧ୍ୟ ହୋଇଥାଏ। ମୁହଁର ସୌନ୍ଦର୍ଯ୍ୟ। ଟମାଟୋ ବିଭିନ୍ନ ପ୍ରକାର କସ୍ମେଟିକ୍ ପାଇଁ ମଧ୍ୟ ବ୍ୟବହାର ହେଉଅଛି। ଟମାଟୋର ରସର ମଣ୍ଡକୁ ମୁହଁରେ 2 ଘଣ୍ଟା ବା 3 ଘଣ୍ଟା ଯାଏ ଲଗାଇ ତାପରେ ଗରମ ପାଣିରେ ଧୋଇଦେଲେ ମୁହଁର ସୌନ୍ଦର୍ଯ୍ୟ ଫେରି ଆସେ। ଟମାଟୋ ଖାଇଲେ ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ମୁଣ୍ଡର ବାଳ କଳା ହୋଇଥାଏ ଏବଂ ଘଞ୍ଚ ମଧ୍ୟ ହୁଏ। ଟମାଟୋ, ପିଆଜ ରାତିରେ ଖାଇବା ସମୟରେ ଖାଇଲେ ଭଲ ନିଦ ହୋଇଥାଏ। ଯେଉଁମାନଙ୍କର ଉକ୍ତ ରକ୍ତଚାପ ଅଛି ବା ହାଇ ବ୍ଲଡ଼ ପ୍ରେସର ରହୁଅଛି ସେଇମାନଙ୍କ ପାଇଁ ଟମାଟୋ ଅତି ଆବଶ୍ୟକ। ଉକ୍ତ ରକ୍ତଚାପ ପାଇଁ ଭୋଗୁଥିବା ଲୋକମାନଙ୍କ ପାଇଁ ଏହା ଖୁବ୍ ଦରକାରୀ ପରିବା। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ବହୁତ ଭଲ ଲାଗିଥିବ। ଏହିପରି ଆୟୁର୍ବେଦିକ ଉପଚାର ଭିଡ଼ିଓ ପାଇଁ ଭିଡ଼ିଓକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସାଙ୍ଗମାନଙ୍କୁ ସେୟାର କରନ୍ତୁ। ଆଉ ଆମ ଚ୍ୟାନେଲ ବୀରେନ ଉପଚାର କେନ୍ଦ୍ରକୁ ସବସ୍କ୍ରାଇବ୍ କରି ଆମ ପରିବାର ସହିତ ଯୋଡ଼ି ହୋଇ ରୁହନ୍ତୁ। ରହୁଛି, ନମସ୍କାର।